ପହଞ୍ଚିଗଲୁ ମା ମଣିନାଗେଶ୍ୱରୀ ଠାକୁରାଣୀଙ୍କ ପୀଠରେ। ଦେଖନ୍ତୁ ମାଆଙ୍କୁ କେମିତି ଜଙ୍ଗଲ ଭିତରେ ଥାଇକି ମଧ୍ୟ କେତେ ସାଜସଜାରେ ରଖିଛନ୍ତି। ଆଜ୍ଞା ହେଉଛନ୍ତି ଠାକୁରଙ୍କର ସେବକ। ଆଉ ଠାକୁରଙ୍କ ବିଷୟରେ କିଛି କୁହ, ଠାକୁରାଣୀଙ୍କ ବିଷୟରେ। ହଁ, ଇଏ ତ ଆମ ପୂର୍ବରୁ ଠାକୁରାଣୀ ଅଛନ୍ତି। ଜେଜେବାପା ଆମର ସେମାନେ ସେବା କରୁଥିଲେ। ଇଏ ବହୁତ ଦୈବୀ ଶକ୍ତି, ତାର ବହୁତ ଶକ୍ତି ଥାଏ। ଆମର ଏଠି ଦଶହରା ଦିନ ଏଇ ମାଆଙ୍କର ପର୍ବ ହେଉଛି ବଡ଼ ପର୍ବ। ଏଠି ହଜାର ସଂଖ୍ୟାର ଲୋକ ଆସୁଛନ୍ତି। ବହୁତ ମଧ୍ୟ ଦୁଃଖ ସୁଖ ମାଆଙ୍କର ପ୍ରସନ୍ନ ହୋଇ ସେ ଭକ୍ତଙ୍କୁ ବହୁତ ଇଏ ଭଲ କରୁଛନ୍ତି, ରୋଗ ଦୁଃଖ ଭଲ କରୁଛନ୍ତି। ଚାକିରି କ୍ଷେତ୍ରରେ ଆସିଲେ ଚାକିରି ମଧ୍ୟ ପାଉଛନ୍ତି। କି ଯଦି ଯେକୌଣସି ଛାତ୍ର କହିବ ମୁଁ ଭଲ କି ପଢ଼ିବି କହିଲେ ମଧ୍ୟ ଭଲ ପଢ଼ି ପାରୁଛନ୍ତି। ଏବଂ କାହାର ରୋଗ ବ୍ୟାଧି ଥିଲେ ମଧ୍ୟ ତାର ଖଣ୍ଡନ କରୁଛନ୍ତି ମା। ଆମେ ଦଶହରା ଦିନ ବଡ଼ ପର୍ବ, ବହୁତ ଭକ୍ତ ଆସନ୍ତି। ଆପଣମାନେ ମଧ୍ୟ ଏଠିକି ଆସନ୍ତୁ ବୋଲି ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି। ସମସ୍ତେ ଆସିକି ମାଆଙ୍କ ପାଖରେ ଭଲ ହେଇକି ଯାଆନ୍ତୁ।